ଜୟ ଜଗନ୍ନାଥ। ପଦ୍ମ ଦଳିଆ କୁଆଡ଼େ ଗଲ, ପଦ୍ମ ପଦ୍ମ କହି ଭୋଟ ନେଲ, ହେଲେ ଲକ୍ଷ୍ମୀ ମାଙ୍କୁ ନ ଚିହ୍ନିଲ। ଓଡ଼ିଶାରୁ ଲକ୍ଷ୍ମୀ ବସ, ଲକ୍ଷ୍ମୀ ଚିହ୍ନ ଲିଭାଇବାକୁ ଭାବିଲ। ତେଣେ ଗୁଜୁରାଟେ ଦେଖ, ତେଣେ ୟୁପିରେ ଦେଖ, କେଡ଼େ କେଡ଼େ କାଣ୍ଡ ଯୋଗୀ ତମେ କଲ। ପ୍ରବଚନ ଗାଇ ଶହ ଶହ ଲୋକଙ୍କୁ ଦଳା ଚକଟା କରାଇ ମାରିଲ। ନା କ'ଣ ଯୋଗୀ ସରକାର? ନୂଆ ସରକାର ଓଡ଼ିଶାରେ ମୋହନ ମାଝୀ ଆସିଛନ୍ତି। ଲକ୍ଷ୍ମୀ ମା'ଙ୍କର ନାଁ ଲିଭେଇ ପଦ୍ମ ପଦ୍ମ ଖାଲି ଗାଉଛ ନାଇଁ? ଲକ୍ଷ୍ମୀ ମା'ଙ୍କର ଚିହ୍ନ ଲିଭେଇଲ। ଆମର ନବୀନ ଲକ୍ଷ୍ମୀ ବସ୍ କରିଥିଲେ, ଲକ୍ଷ୍ମୀ ମା' ମାନଙ୍କ ପାଇଁ କରିଥିଲେ, 5 ଟଙ୍କା ଲେଖେ ଯିବେ ବୋଲି। ଆଉ ସେ ବସ୍ ଗୁରା ଚିହ୍ନ ଲିଭେଇ ଦେଉନ, କଲର ଖାଲି କରିଦେଉଛ ନାଇଁ କି? କଲର କରିକି ନାଁ ନେବ ତମେ, ଗେରୁଆ କଲର। କ'ଣ ଯୋଗୀ ବାବା? ୟୁପିରେ କ'ଣ ଘଟିଲା? ଏବେ ଓଡ଼ିଶାରେ କ'ଣ ଘଟୁଛି? ଦରଦାମ କେଉଁଠି ପହଞ୍ଚିଲାଣି ମାସେ 1.5 ମାସ ଭିତରେ? ଅଲ୍ଲାଜୁକୁ ମୁଁ କହିନି ମୁହଁ ଖଡ଼ା ଗଛ ବୋଲି। ଅଲ୍ଲାଜୁକୁ ଗୁରେ ଅଛି ନିର୍ମୂଳି ବୋରଝାଞ୍ଜି ପୋଖରୀର ଗୁରେ ଅଛନ୍ତି। ସେଇଭଳିଆ ତମେ ଆସିଲ ଯେମିତି ଲକ୍ଷ୍ମୀ ମା'ର ନାଁ ଲିଭେଇଲ, ପୁଣି ପଦ୍ମ ଦଳ କହୁଛ। ପଦ୍ମଟା କାହାର କି? ଲକ୍ଷ୍ମୀ ମା'ଙ୍କର ପରା। ତମେ ମା'ଙ୍କର ନାଁ ଲିଭେଇଲଣି ଆସିକି ଓଡ଼ିଶାରେ ଆଗ ଆସିକି। ତମେ ଏମିତି ନବୀନ ବାବୁ ଓଡ଼ିଶାରେ କରିଦେଇକି ଯାଇଛନ୍ତି। ତମେ ନବୀନ ବାବୁଙ୍କର ନାଁ ତମେ ଏମିତି 10 ଥର ଆସିଲେ ବି ନବୀନ ବାବୁଙ୍କର ନାଁ ଲିଭେଇ ପାରିବନି। ଏଥିରେ ଲେଖୁଛ କାହାକୁ ମୁଖ୍ୟମନ୍ତ୍ରୀ ଭଲ ନାଇଁ? ନବୀନ ବାବୁ ଭଳିଆ ଆଗରୁ କେହି ନଥିଲେ, ପରେ ବି କେହି ହେବେନି। କଥା ହେଉଛି ଗୋଟେ ଥର ହାରିଲେ ତ ଜଣାପଡ଼ିବ ନା ସତ୍ୟ କିଏ। ଓଡ଼ିଶାରେ ତ ପଦ୍ମ ସେଇଥିପାଇଁ ଫୁଟୁନଥିଲା। ବାଧ୍ୟ ହୋଇକି ଜଗନ୍ନାଥ ଇଏ କ'ଣ ଖାଲି ପଦ୍ମ ହେଉଛନ୍ତି? ଦେଖିଲା ବେଳକୁ ପଦ୍ମ ଭିତରେ ଏତେ କ୍ରିକେଟ ମାଇଣ୍ଡ ଅଛି। ପଦ୍ମକୁ ତ ମକ୍ସି ଦେଇଛ, ଆଉ ନାହିଁ। ଆସିଲ ଓଡ଼ିଶାରେ ଲକ୍ଷ୍ମୀ ନାଁକୁ ଲିଭେଇ ଗେରୁଆ କରୁଛ। ସେ ବସ୍ ଗୁରା ଥୋଇଦିଅ, ଆଉ ନୂଆ ବସ୍ ପକ, ଭଲ ହବ। ଜୟ ଜଗନ୍ନାଥ।